ଅନେକ ଥର ଆମର ନିଜ ଲୋକଙ୍କ ସହିତ ଝଗଡ଼ା ହୋଇଯାଏ। ହୁଏତ ସେମାନେ ଘର ଲୋକ ହୁଅନ୍ତୁ କିମ୍ବା ସାଙ୍ଗସାଥୀ କିମ୍ବା ଅଫିସର କର୍ମଚାରୀ। ତାପରେ ଆମେ ଚାହାନ୍ତି କି ସେସବୁ ବଦଳି ଯାଉ ବା ପରିବର୍ତ୍ତନ ହେଉ, କିନ୍ତୁ ଆମ ଅନୁସାରେ ଏମିତି ହୁଏ ନାହିଁ ଏବଂ ପରିସ୍ଥିତି ସମାନ ଭଳି ରହିଥାଏ। ତେଣୁ ପରିସ୍ଥିତି ବଦଳାଇବାର କାରଣ ବୁଝ ଏବଂ ଧ୍ୟାନର ସହିତ ତୁମର ପରିସ୍ଥିତିକୁ ଭଲ ଭାବରେ ବିଶ୍ଳେଷଣ କର। ତେବେ ତୁମେ ଜାଣିପାରିବ ଯେ ସମଗ୍ର ଦୁନିଆକୁ ବଦଳାଇବା ପରିବର୍ତ୍ତେ ଯଦି ତୁମେ ନିଜର ଦୃଷ୍ଟିକୋଣ ବଦଳାଅ ବା ପରିବର୍ତ୍ତନ କରିବ, ତେବେ ପରିସ୍ଥିତି ମଧ୍ୟ ବଦଳିଯିବ। ତୁମକୁ ଯେଉଁ କଥା ପସନ୍ଦ ଆସୁନାହିଁ ତାହା ଉପରେ ଧ୍ୟାନ ନ ଦେଇ ତୁମକୁ ଯାହା ପସନ୍ଦ ଆସୁଛି ତାହା ଉପରେ ଧ୍ୟାନ ଦିଅ। ଜୀବନରେ ତୁମେ ଯାହା ଚାହୁଁଛ ସେଥିପ୍ରତି ଧ୍ୟାନ ଦିଅ ଏବଂ ସେହି ଦିଗରେ କାର୍ଯ୍ୟ କର। ଦେଖିବ ସ୍ୱୟଂଚାଳିତ ଭାବରେ ସବୁକିଛି ତୁମ ଚାରିପାଖରେ ବଦଳୁଥିବାର ଦେଖାଯିବ ଏବଂ ତୁମେ ନିଜ କାର୍ଯ୍ୟରେ ଏବଂ ତୁମ ଜୀବନରେ ଆଗକୁ ବଢ଼ିପାରିବ। ଓମ୍ ସାଇ ରାମ, ଜୟ ସାଇ ରାମ।